ପ୍ରଶ୍ନ ହେଲା, ଦେଖାଯାଏ ଯେ ଏହି ଲୋକରେ ଶାସ୍ତ୍ର ବିହିତ ଉତ୍ତମ କର୍ମ କରୁନଥିବା ଲୋକଙ୍କୁ ଏବଂ ଶାସ୍ତ୍ରର ବିପରୀତ କର୍ମ କରୁଥିବା ଲୋକଙ୍କୁ ମଧ୍ୟ ସ୍ତ୍ରୀ, ପୁତ୍ର, ଧନ, ମାନ, ବଡ଼ିମା, ପ୍ରତିଷ୍ଠା ଆଦି ଇଷ୍ଟ ବସ୍ତୁ ପ୍ରାପ୍ତି ରୂପକ ସୁଖ ମିଳେ। ଏପରି ଅବସ୍ଥାରେ ଯଜ୍ଞ କରୁନଥିବା ଲୋକଙ୍କ ପାଇଁ ଏହି ମନୁଷ୍ୟ ଲୋକ ଯେ ସୁଖଦାୟକ ହୁଏ ନାହିଁ ବୋଲି କହିବାର ଅଭିପ୍ରାୟ କ'ଣ? ଉତ୍ତର, ସେହି ଇଷ୍ଟବସ୍ତୁ ପ୍ରାପ୍ତି ରୂପକ ସୁଖ ମିଳିବା ମଧ୍ୟ ପୂର୍ବକୃତ ଶାସ୍ତ୍ର ବିହିତ ଶୁଭ କର୍ମର ଫଳ, ପାପ କର୍ମର ଫଳ ନୁହେଁ। ସେହି ସୁଖକୁ ବର୍ତ୍ତମାନ ଜନ୍ମରେ କରାଯାଉଥିବା ପାପ କର୍ମର ବା ଶୁଭ କର୍ମ ତ୍ୟାଗର ଫଳ ବୋଲି ବୁଝିବା ଉଚିତ ନୁହେଁ। ତାହା ଛଡ଼ା ଉକ୍ତ ସୁଖ ବସ୍ତୁତଃ ସୁଖ ମଧ୍ୟ ନୁହେଁ। ଅତଏବ ଭଗବାନଙ୍କ କହିବାର ଅଭିପ୍ରାୟ ଏହି ଯେ ସାଧନା ରହିତ ମନୁଷ୍ୟକୁ ପରମ ଆନନ୍ଦ ରୂପକ ପରମାତ୍ମା ପ୍ରାପ୍ତିର ଦ୍ୱାର ସଦୃଶ ହୋଇଥିବା ଏହି ମନୁଷ୍ୟ ଶରୀରରେ ତାହାର ମୂର୍ଖତା ହେତୁ ସାତ୍ୱିକ ସୁଖ ବା ବାସ୍ତବ ସୁଖ ମିଳେ ନାହିଁ, ବରଂ ତାକୁ ନାନା ପ୍ରକାର ଭୋଗ ବାସନା ହେତୁ ନିରନ୍ତର ଶୋକ ଏବଂ ଚିନ୍ତା ସାଗରରେ ବୁଡ଼ି ରହିବାକୁ ପଡ଼େ। ପୁଣି ପ୍ରଶ୍ନ ହେଲା, ପୁତ୍ରର ପିତୃମାତୃ ସେବା, ସ୍ତ୍ରୀର ପତି ସେବା, ଶିଷ୍ୟର ଗୁରୁ ସେବା ଏବଂ ଏହିପରି ଶାସ୍ତ୍ର ବିହିତ ଅନ୍ୟାନ୍ୟ ଶୁଭକର୍ମ କରିବା ଯଜ୍ଞାର୍ଥ କର୍ମର ଅନ୍ତର୍ଗତ ନା ନୁହେଁ? ତାହା କରୁଥିବା ଲୋକମାନେ ସନାତନ ବ୍ରହ୍ମକୁ ପାଆନ୍ତି ନା ନାହିଁ? ଉତ୍ତର, ଉପଯୁକ୍ତ ସମସ୍ତ କର୍ମ ସ୍ୱଧର୍ମ ପାଳନର ଅନ୍ତର୍ଗତ। ଅତଏବ ଯେତେବେଳେ ସ୍ୱଧର୍ମ ପାଳନ ରୂପକ ଯଜ୍ଞର ପରମ୍ପରା ସୁରକ୍ଷିତ ରଖିବାକୁ ପରମେଶ୍ୱରଙ୍କର ଆଜ୍ଞା ମାନି ନିଃସ୍ୱାର୍ଥ ଭାବରେ କରାଯାଉଥିବା ଯୁଦ୍ଧ ଏବଂ କୃଷି ବାଣିଜ୍ୟ ରୂପକ କର୍ମ ମଧ୍ୟ ଯଜ୍ଞର ଅନ୍ତର୍ଗତ ଏବଂ ତାହା କରୁଥିବା ମନୁଷ୍ୟ ମଧ୍ୟ ସନାତନ ବ୍ରହ୍ମକୁ ପାଇଯାଆନ୍ତି, ସେତେବେଳେ ମାତା ପିତାଦି ଗୁରୁଜନମାନଙ୍କୁ, ଗୁରୁଙ୍କୁ ଏବଂ ପତିଙ୍କୁ ପରମେଶ୍ୱରଙ୍କର ମୂର୍ତ୍ତି ବୋଲି ମାନି ବା ତାଙ୍କଠାରେ ପରମାତ୍ମା ବ୍ୟାପ୍ତ ହେଉଛନ୍ତି ବୋଲି ବୁଝି ଅଥବା ତାଙ୍କର ସେବା ହିଁ ନିଜର କର୍ତ୍ତବ୍ୟ ବୋଲି ବୁଝି ତାଙ୍କୁ ସୁଖ ଦେବାକୁ ଯେ ନିଃସ୍ୱାର୍ଥ ଭାବରେ ତାଙ୍କର ସେବା କରନ୍ତି, ସେ ଯେ ଯଜ୍ଞ ପାଇଁ ହିଁ କର୍ମ କରନ୍ତି ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଏହାଦ୍ୱାରା ସେହି ଲୋକଙ୍କୁ ନିଶ୍ଚୟ ସନାତନ ବ୍ରହ୍ମ ପ୍ରାପ୍ତ ହୋଇଯାଏ।